ପୁଣି ଥରେ କଟକ ଐତିହାସିକ ବାଲିଯାତ୍ରାରେ ହୋଇଥିବା ମହାଦୁର୍ନୀତିର ଅଭିଯୋଗ ଆଣିଲେ କଂଗ୍ରେସ ନେତା। ପୂର୍ବରୁ କଟକ ଆର୍ଡିସିଙ୍କଠାରେ ଶାସକ ଦଳର କର୍ମୀ ଓ ବିରୋଧୀ ମିଳିମିଶି ବାଲିଯାତ୍ରାରେ ହୋଇଥିବା ମହାଦୁର୍ନୀତିର ଅଭିଯୋଗ ଆଣିଥିଲେ କଂଗ୍ରେସ ଓ ବିଜେପି କର୍ମୀ। ସୂଚନା ଅନୁସାରେ ବିଶ୍ୱସ୍ତରୀୟ ঐତିହାସିକ ବାଲିଯାତ୍ରା ଆୟୋଜନରେ କଟକ ମହାନଗର ନିଗମ ଓ ଜିଲ୍ଲା ପ୍ରଶାସନ କୋଟି କୋଟି ଟଙ୍କାର ଅର୍ଥ ଆତ୍ମସାତ କରିଛନ୍ତି ବୋଲି କିଛି ଦିନ ପୂର୍ବେ ଗଣମାଧ୍ୟମରେ ବାରମ୍ବାର ପ୍ରଚାରିତ ଏବଂ ପ୍ରସାରିତ ହୋଇଥିଲା। ପ୍ରଥମତଃ ବାଲିଯାତ୍ରାରେ ଟେଣ୍ଡର ପ୍ରକ୍ରିୟାରେ ସ୍ୱଚ୍ଛତା ଅବଲମ୍ବନ କରାଯାଇ ନାହିଁ। ସରକାରୀ ଷ୍ଟଲଗୁଡ଼ିକ ଯେଉଁଭଳି ନୀତି ନିୟମରେ ପରିଚାଳିତ ହେବା କଥା ତାହା ମଧ୍ୟ ହୋଇନାହିଁ। ବାଲିଯାତ୍ରା ସମୟରେ ଯେଉଁଭଳି ପରିବେଶ ପ୍ରଦୂଷଣକୁ ରୋକିବା ପାଇଁ ବ୍ୟବସ୍ଥା ହେବା କଥା ତାହା ମଧ୍ୟ ଠିକ୍ ଢଙ୍ଗରେ କରାଯାଇନଥିଲା। ଅନ୍ୟପକ୍ଷରେ ଟେଣ୍ଡର ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ହୋଇଥିବା ଯୋଗୁଁ ବାଲିଯାତ୍ରା ପଡ଼ିଆରେ ଅନେକ ସ୍ଥାନ ଖାଲି ପଡ଼ିଥିଲା। ସ୍ୱାଗତମ ଫଳକର ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଥିବା ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଏଭଳି ହେବା ଦ୍ୱାରା ରାଜ୍ୟ ସରକାରଙ୍କ ସ୍ୱଚ୍ଛ ଓ ନିର୍ମଳ ଭାବମୂର୍ତ୍ତି କଳୁଷିତ ହେଉଛି। ଅନ୍ୟପକ୍ଷରେ 1.5 କୋଟି ଟଙ୍କାର କାର୍ଯ୍ୟକୁ 3.5 କୋଟି ଟଙ୍କାରେ ସମ୍ପୂର୍ଣ୍ଣ ହୋଇଛି ବୋଲି ସିଏମ୍ସି ପକ୍ଷରୁ ୱାର୍କ କମିଟି ଅଧ୍ୟକ୍ଷ ତଥା ବରିଷ୍ଠ କର୍ପୋରେଟର ପ୍ରଦୀପ ଖୁଣ୍ଟିଆ ଅଭିଯୋଗ ଆଣିଥିଲେ, ଯାହା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ତାଙ୍କରି ଅଭିଯୋଗ ଆଧାରରେ ସିଏମ୍ସି ପକ୍ଷରୁ ଏକ ବିଭାଗୀୟ ତଦନ୍ତ କମିଟି ଗଠନ କରାଯାଇଛି। ଯେଉଁ କମିଟିର ଖୁଦ୍ ଅଭିଯୋଗକାରୀ ଏବଂ ସିଏମ୍ସିର ବିଭାଗୀୟ ଯନ୍ତ୍ରୀ ତଦନ୍ତ କରିବା କେତେଦୂର ସମୀଚୀନ, ଯାହା ସର୍ବସାଧାରଣରେ ବର୍ତ୍ତମାନ ପ୍ରଶ୍ନବାଚୀ ସୃଷ୍ଟି କରିଛି, ଯାହାଦ୍ୱାରା ସରକାରଙ୍କ ସ୍ୱଚ୍ଛ ଭାବମୂର୍ତ୍ତି କ୍ଷୁର୍ଣ୍ଣ ହେବାର ଆଶଙ୍କା ପ୍ରକାଶ ପାଇଛି। ଏହି ଘଟଣାରେ ଯଦି ତଦନ୍ତ ନିରପେକ୍ଷ କରାନଯାଏ ତାହେଲେ ଆଗାମୀ ଦିନରେ କଂଗ୍ରେସ କଟକ ମହାନଗର ନିଗମ କାର୍ଯ୍ୟାଳୟ ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି। କଟକରୁ ରମେଶ ଚନ୍ଦ୍ର ମହାଳିଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ। ସବୁ କଣ୍ଟ୍ରାକ୍ଟ ତାଙ୍କ ମାଧ୍ୟମରେ ଫାଇନାଲ କରାହଉଛି। ତା ବିରୁଦ୍ଧରେ ଯୋଉ ମୌଳିକ ସମସ୍ୟା କଟକ ସହର ଅଛି, ଯେଉଁପରି ଭାବରେ ପେଭର ବ୍ଲକ ପକାଯାଉଛି ଏବଂ ନିମ୍ନମାନର ପେଭର ବ୍ଲକ ଯୋଗୁଁ ବିଭିନ୍ନ ଅଞ୍ଚଳରେ ଲୋକମାନେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ରାସ୍ତାଘାଟ ନିମ୍ନମାନର, ସବୁଥିରେ ଦୁର୍ନୀତି ଏବଂ ସେ ଦୁର୍ନୀତିରୁ ବଢିଗଲା ଯେ ଆପଣ ଗୋଟେ ଉଚ୍ଚସ୍ତରୀୟ ତଦନ୍ତ କମିଟି କରି ସରକାର ଜଣେ ସିନିୟର ଲୋକକୁ ନିଯୁକ୍ତି ଦେଇ ୟାର ତଦନ୍ତ କରିବା ପାଇଁ ଏବଂ ସ୍ୱଚ୍ଛତା ଆଣିବା ପାଇଁ ଆଜି ପର୍ଯ୍ୟନ୍ତ ତାହା ହେଲା ନାହିଁ। ଆଜି ଆମେ ବିକ୍ଷୋଭ ମାଧ୍ୟମରେ ପର୍ଦ୍ଦାଫାଶ କରିବା ପାଇଁ ତଦନ୍ତ ମେୟର କମିଶନରଙ୍କ ମଧୁଚନ୍ଦ୍ରିକାକୁ ବ୍ରେକ୍ କରିବା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହୋଇଛି ତାହା ଶେଷ ହେବ ଯେତେବେଳେ କଟକ ସହରବାସୀ ଅନୁରୋଧ କରିବେ ଯେ ଦୁର୍ନୀତିରେ ଯେଉଁମାନେ লিপ্ত ଥିଲେ ତାଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ସରକାର ଏବଂ ଦୁର୍ନୀତିକୁ ବିଲୁପ୍ତ କରିବା ପାଇଁ ଉଦ୍ୟମ କଲେ।